ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଘଣ୍ଟପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ। ଘଣ୍ଟପଡ଼ା ପଞ୍ଚାୟତର ଲାଇବ୍ରେରୀ, ମିଶନ ଶକ୍ତି ଗୃହ ଓ ଖଳାକୁ ଘଣ୍ଟପଡ଼ା ଗ୍ରାମର ମନୋଜ ସାହୁ ଅକ୍ତିଆର କରି ନିଜ ବ୍ୟକ୍ତିଗତ କାମ କରୁଛନ୍ତି। ଲୋକମାନେ ଲାଇବ୍ରେରୀ ଓ ମିଶନ ଶକ୍ତି ଅଫିସକୁ ଯାଇପାରୁନାହାନ୍ତି। ଆସନ୍ତୁ ଶୁଣିବା ସରପଞ୍ଚ ଓ ସମିତି ସଭ୍ୟ କରୁଣାକର ସାହୁଙ୍କ ବିବରଣୀ। ବାଘମରା ସାହିରେ ଥିବା ଘର ସରକାର ଜାଗା ଜବରଦଖଲ କରାଯାଇଛି। ମନୋଜ ସାହୁ ଯେଉଁ ନାମରେ ଜଣେ ସେ ଖଳା ମିଶନ ଶକ୍ତି ଲାଇବ୍ରେରୀକୁ ଅକ୍ତିଆର କରିଛନ୍ତି। ସେ ଆଜି ପର୍ଯ୍ୟନ୍ତ ଯେତେ ଅଭିଯୋଗ କଲେ ବି ଉପଜିଲ୍ଲାପାଳକୁ କିମ୍ବା ଭିଡ଼ିଓକୁ ଯେତେ ଅଭିଯୋଗ କଲେ ବି ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି, ବିଳମ୍ବ କରୁଛନ୍ତି। ଘଣ୍ଟପଡ଼ା ପଞ୍ଚାୟତରେ ସରକାରଙ୍କ ତରଫରୁ ସରକାରୀ ଖଳା, ମିଶନ ଶକ୍ତି ଗୃହ, ଲାଇବ୍ରେରୀ ଓ ବିଜୁ ଯୁବ ବାହିନୀ ଘର ହେଇଥିଲା। 5 ବର୍ଷ ହେଲାନେ ସେ ମନୋଜ ସାହୁ ଘଣ୍ଟପଡ଼ାର ତା ନିଜ ଅକ୍ତିଆରରେ ସେଠି ରଖି ସେ ନିଜର ବ୍ୟବସାୟ ସେଠି ଆରମ୍ଭ କରିଦେଇଛି। ପୂର୍ବତନ ଯେଉଁମାନେ ଥିଲେ ଦାୟିତ୍ୱରେ ସେମାନେ ତାକୁ କୌଣସି ଅଭିଯୋଗ କରିନଥିଲେ। ଯେତେବେଳେ ଏଇ 2.5 ବର୍ଷ ହେଲା ଯେତେବେଳେ ଆମେ ଇଲେକ୍ଟେଡ୍ ହେଇକିନା ଆସିଲୁ, ସରପଞ୍ଚ ସମିତି ଆସିଲେ, ସେବେଳେ ଆମେ ଯେଉଁ ଅଭିଯୋଗ କଲୁ, ବିଡ଼ିଓଙ୍କ ପାଖରେ ବି ଅଭିଯୋଗ କଲୁ, ଜିଲ୍ଲାପାଳଙ୍କର ଅଭିଯୋଗ କଲୁ, ଏଇ ସରକାରୀ ଘରକୁ ସର୍ବସାଧାରଣ ନିମନ୍ତେ ଦିଆଯାଉ। କିନ୍ତୁ ସେ ଯେଉଁ କାର୍ଯ୍ୟାନୁଷ୍ଠାନ ନେବା କଥା ତା କାର୍ଯ୍ୟାନୁଷ୍ଠାନ ନେଇପାରିନାହାନ୍ତି। ଏବେ ରିସେଣ୍ଟ କରେଣ୍ଟ ଇଲେକ୍ସନରେ ଆମେ ଉପଜିଲ୍ଲାପାଳଙ୍କୁ ଯାଇକିନା ମଧ୍ୟ ଏଇ ଅଭିଯୋଗ କଲୁ। ସେଇ ସମୟରେ ସବୁ କଲେକ୍ଟର ଯାଇ ସ୍କ୍ୱାଡ୍ ଟିମ୍ ପଠେଇ ସେ ଯେଉଁ ଜାଗା ଉପରେ ସେ ଯେଉଁ ସ୍କ୍ରିନ୍ ଢାଳିଥିଲା, ମିଶ୍ରଣ ପର୍ବ ହେଉଥିଲା, ଭୋଜି ଭାତ ହେଉଥିଲା ଆଉ ପଇସା ବି ବଣ୍ଟନ ହେଉଥିଲା, ସେଇଟାକୁ ସେ ଯାଇକିନା ବନ୍ଦ କରିଦେଲେ। ତାପରେ କିଛି ଦିନ ହେଲା ଦେଖିଲା ପୁଣି ବିଳମ୍ବ ହେଉଛି। 2 ମାସର ଯେତେବେଳେ ଉର୍ଦ୍ଧ୍ୱ ସମୟ ବିତିଗଲା, ତାପରେ ଆମେ ଏଇ ଯେଉଁ ହପ୍ତେ ଥରେ ଉପଜିଲ୍ଲାପାଳ ଯାଇକିନା ଏ ବିଷୟରେ ମଧ୍ୟ ଅବଗତ କଲୁ। ଅବଗତ କଲା ପରେ ସେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆମେ ଚାହୁଁଛୁ ମନୋଜ ସାହୁ ପଛରେ କେଉଁ ଅଧିକାରୀ ଅଛି ନା କେଉଁ ନେତା, କେଉଁ ବିଧାୟକ ନା ଅଛନ୍ତି ଯେ ଆଜି ସେ ସର୍ବସାଧାରଣ ଜାଗାଟାକୁ ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରୁଛି। ସେଠି ନିଜର ବ୍ୟବସାୟ ଆରମ୍ଭ କରିଛି। ସେଠି ନିଜର କମ୍ପ୍ୟୁଟର ରଖି, ନିଜ ଷ୍ଟାଫ୍ ରଖି ଭୋଜି ଭାତ ସହିତ ସେଠି ବିଜେଡି କାର୍ଯ୍ୟାଳୟ ଆରମ୍ଭ କରିଛି। ପଞ୍ଚାୟତ ଇଲେକ୍ସନ ପରେ 2 ବର୍ଷ 2.5 ବର୍ଷ ହେଲାଣି ଆମର ଘଣ୍ଟପଡ଼ା ପଞ୍ଚାୟତରେ ଗୋଟେ ମିଶନ ଶକ୍ତି ଘର ହେଇଛି ବାଘମରା ସାହିରେ। ଏଇ ଜାଗାରେ ହେଇଛି ଖଳା ଆଉ ଯୁବ ବାହିନୀ ଘର ଗୋଟେ ହେଇଛି, ଆଉ ଗୋଟେ ଲାଇବ୍ରେରୀ ଘର ଅଛି। ଆମେ ପଞ୍ଚାୟତ ଇଲେକ୍ସନରେ ଯେତେବେଳେ ଜିତିକିନା ଆସିଲୁ ପଞ୍ଚାୟତକୁ, ସେତେବେଳେ ଆମେ ସବ୍ କଲେକ୍ଟରଟେ ଗୋଟେ ଲେଟର ଦେଇଥିଲୁ, ଦାବି ଜଣାଇଥିଲୁ ଯେ ଏଇ ଯେଉଁ ବିଜୁ ଯୁବ ବାହିନୀର ଘରର ଚାବି ଆଉ ଲାଇବ୍ରେରୀର ଚାବି, ମିଶନ ଶକ୍ତିର ଚାବି ପଞ୍ଚାୟତ ଅଫିସରେ ଡିପୋଜିଟ୍ ହଉ ପଞ୍ଚାୟତର କାମ ପାଇଁ। ସିଏ ତାପରେ ଏଇ ଜିନିଷଟା ଆଉ କହିଲେ ବୁଝିବୁ, ଗଲେ ଚେକିଂ କରି ଆସିଲେ, ପରେ ବୁଝିବା କହିଲେ, କିନ୍ତୁ ଆଉ କିଛି କଲେନି। ତାପରେ ଏଇ ଜିନିଷ ଆମେ କଲେକ୍ଟର ଗ୍ରିଭାନ୍ସ ବି ହେଇଥିଲା, ଦେଇଥିଲୁ ଲେଟର, ସେଠି ବି ଆମେ ଡିପୋଜିଟ୍ କରୁଛୁ। ତାପରେ ବି ସିଏ ହେଇ ଜିନିଷଟା କହିଲେ ଯେ ଆମେ ଦେଖିବୁ ବୁଝିବୁ ଆଉ କ'ଣ। ତାପରେ ହେଇଗଲା। ଏବେ ଆମେ ଦେଇଥିଲୁ ଏଇ 13 ତାରିଖରେ ଯାଇକିନା ଦେଲୁ ପୁଣି ଯେ କ'ଣ ପାଇଁ ଚାବି ଦିଆଯାଉନି ପଞ୍ଚାୟତକୁ। ପଞ୍ଚାୟତର ଫଙ୍କସନ୍ ହେବ, ଲାଇବ୍ରେରୀ କେତେବେଳେ ଖୋଲିବ, କ'ଣ ଖୋଲିବ, କୌଣସି ବିଷୟରେ କିଛି ଖାଲି ନବୁ ଷ୍ଟେପ୍, ଏପର୍ଯ୍ୟନ୍ତ କିଛି ହେଉନି। ଆଉ ଘଣ୍ଟପଡ଼ାର ଆମର ଯେଉଁ ମନୋଜ ସାହୁ ଅଛି ବିଜେଡ଼ିର ବାପୁର, ସେ ମେନ୍ ପିଲା ଗୋଟେ, ଏଇ ଦବଦବାରେ ବୋଧେ ସେ ଚାବି ଦେଉନାହାନ୍ତି କି ଡରୁଛନ୍ତି ବୋଧେ ଆଡମିନିଷ୍ଟ୍ରେସନ। ନହେଲେ 2 ଥର ଆମେ ଦେଲୁନେ, ଏଟାକୁ 3 ଥର ହେଲାନେ। ସେ ଗୋଟେ ବିଜେଡି କାର୍ଯ୍ୟାଳୟ କରିଛନ୍ତି। ଏଠି 13/5 ଇଲେକ୍ସନ ଟାଇମ୍ରେ ବି ଆମେ କମ୍ପ୍ଲେନ୍ ଦେଲୁ, ତାର ଟେଣ୍ଟ ଫେଣ୍ଟ ହେଇଥିଲା। ସିଏ ବି ସବ୍ କଲେକ୍ଟର ଯାଇକିନା ବି ବିଡ଼ିଓ ଯାଇକିନା ବି ଦେଖିଲେ ଟେଣ୍ଟ ହେଇଛି, ଏଟା ବି କମ୍ପ୍ଲେନ୍ କଲେ, ବନ୍ଦ ବାନ୍ଦ କରିନା ଆସିଲେ। ସେ ତାଙ୍କର ଗୋଟେ ବିଜେଡି ସବୁ ଫଙ୍କସନ୍ କରୁଥିଲା ଇଲେକ୍ସନର। ଆଉ ଆଜି ଏଇ 13 ତାରିଖରେ ଆମେ ଦେଇଛୁ। ସେ ଆଜି ଗୋଟେ କ'ଣ ମନୋଜ ସାହୁ ଦେଇଛି ଏଠି ଯାଇକିନା ଯେ ଆମର କମ୍ପ୍ଲେନ୍ କରୁଛି, ଆମର ଗୋଟେ ସଂଘ ଚାଲୁଛି। ଆଚ୍ଛା, ସଂଘ ତ ହେଠି କିଛି ନାହିଁ ନା। ଆମେ ତ କମ୍ପ୍ଲେନ୍ କରୁଛୁ ଯୁବ ବାହିନୀ ଘର ଗଭର୍ଣ୍ଣମେଣ୍ଟର, ଲାଇବ୍ରେରୀ ରୁମ୍ ଆଉ ମିଶନ ଶକ୍ତି ଘର ଆଉ ଖଳା, ଏଇ ଯେଉଁ ତୁମେ ଯେଉଁ ଅକ୍ତିଆର କରିନା ରଖିଛ, ମାନେ ପଞ୍ଚାୟତ ଲୋକ ଯାଇପାରୁନାହାନ୍ତି ଏଠିକି। ତୁମ ଯେଉଁ ଡ୍ୟୁଟି କେଇ ଜଣଙ୍କୁ ଦେଇଛ, ବାହାର ଲୋକକୁ ନେଇକିନା ସବୁ ଭୋଜି ଭାତ କରୁଛନ୍ତି, ଲୋକକୁ ଧମକଚମକ କରୁଛନ୍ତି, ଆମ ଗାଁ ଲୋକ ଯାଇପାରୁନାହାନ୍ତି। ତାର ଚାବି ଡିପୋଜିଟ୍ ପାଇଁ ଆମେ କହିଛୁ ପଞ୍ଚାୟତ କାର୍ଯ୍ୟାଳୟ ରହିବ କି ନହେଲେ ବିଡ଼ିଓରେ ରହିବ, ରୁଟ୍ ମ୍ୟାପ୍ ତିଆରି ହେବ, ୟୁଜ୍ କରିବେ ଲୋକ। ତୁମେ ବାହାରୁ କେତେ ଗୁଣ୍ଡା ଫୁଣ୍ଡା ନେଇ ସିଏ ତାର ଜବରଦସ୍ତି କରୁଛନ୍ତି, ଭୋଜି ଭାତ କରୁଛନ୍ତି, ସେଇଥିପାଇଁ କେହି ଯାଉନାହାନ୍ତି। କିନ୍ତୁ ଆମେ ଆଡମିନିଷ୍ଟ୍ରେସନ କହିଲେ ବି ସେ ଶୁଣୁନାହାନ୍ତି। ଆଜି ସେଇଥିପାଇଁ ଆମେ ଦେଇଛୁ, ଆପଣଙ୍କୁ ଡାକିଛୁ ପ୍ରେସ୍ କନଫରେନ୍ସ ଜରିଆରେ ଯେ ଆପଣ ସବ୍ କଲେକ୍ଟରକୁ କୁହନ୍ତୁ, କଲେକ୍ଟର କହିନା କିନ୍ତୁ ଏହାର ସମାଧାନ କରାଯାଉ ବୋଲି। ଗୋଟେ କମ୍ପ୍ଲେନ୍ କରିଛି ଯେ ମୁଁ ଏଇଟା ଗୋଟେ ଘରଟେ କରିଛି ଗଭର୍ଣ୍ଣମେଣ୍ଟ ଜାଗାରେ। ମୁଁ ତ ଏଇଟା 20-30 ବର୍ଷର ଘର କରିଛି, ଏଇଟା ବି ଜବରଦଖଲରେ ମୁଁ ରଖିଛି।
କରିଛି ସେ ଗଭର୍ଣ୍ଣମେଣ୍ଟ ଯେତେବେଳେ ତାର ଯିବ ସେ ଯୋଉ TLF ଲାଇନ ଯିବ ବୋଲି କହୁଛି ଏ ଗଭର୍ଣ୍ଣମେଣ୍ଟ ଯେତେବେଳେ ତାର ଯିବ ସେ ଯିବ କ'ଣ ହେଲା ଯେ এটা ତ ନିଜ ପର୍ସନାଲ ଜାଗା ଥିଲେ ବି ଯାଉଛି ଏଟା ତ ବଡ଼ ଜିନିଷ ନୁହେଁ ଆଉ ସିଏ ତାର ଗୋଟେ ହଉଛି ସିଏ ହଉଛି ବହୁତ ଛୋଟ ଲୋକ ତାଙ୍କର ଆଭିଜାତ୍ୟ ଜିରୋ ପଞ୍ଚାୟତ ଇଲେକ୍ସନ ପୂର୍ବରୁ ଗାଁରୁ 500-600 ଲୋକର 200-300 ଲେଖା ପଇସା ନେଇ ଲେବର ସାର୍ଟିଫିକେଟ କାର୍ଡ କରିଦେବେ ବୋଲି କହିଥିଲା ନେଇଥିଲା କିନ୍ତୁ କରିପାରିଲାନି ଲୋକ ବି ସବୁ ମାଗିଛନ୍ତି ଆହୁରି ବି କିଛି ବୋଧେ ଫେରେଇଛି ଏବେ ଏଇ 5 ମାସ ଭିତରେ ଆହୁରି କିଛି ଲୋକର ବାକି ଅଛି এইটা ଆମର ଏବେ ସେଣ୍ଟ୍ରାଲ ଯୋଉ ମେଡିକାଲ କଲେଜ ହେଲା ମେଡିକାଲ କଲେଜ ତ ହେଲାନି ମେଡିକାଲ ହେଲା ଗଭର୍ଣ୍ଣମେଣ୍ଟ ମେଡିକାଲ ଏଇଟା ଆମର 260 ୱାର୍ଡ ଆଟେଣ୍ଡ ପିଲା ମଗେଇଥିଲା ଆମର ଗୋଟେ ପଞ୍ଚାୟତରେ ଆମର ବେକାରୀ ବହୁତ ଏଇ ଯୋଉ ହସ୍ପିଟାଲ ସେଣ୍ଟ୍ରାଲଟା ହେଲା ସେତେବେଳେ ଜାଗା ନେଇଥିଲା ଆମ ଗାଁରୁ ଘଣ୍ଟପଡ଼ା ଗାଁ ଜାଗାରେ ପଟା ଜାଗା ଏଇଟା ହକ୍ ହଉଛି ଏଇ ଯୋଉ ଅନସ୍କିଲ୍ଡ ଲେବର ୱାର୍ଡ ଆଟେଣ୍ଡ ଏଇଟା ଆମେ ଫୁଲଫିଲ୍ ହବାର ଅଛି ସେଟା ପାଇଁ ଆମେ ଧାରଣା ଫାରଣା କରିଥିଲୁ ତାପରେ ବି ସେ ଆମ ଏଇ ପଞ୍ଚାୟତରେ କଣ୍ଟ୍ରାକ୍ଟରଟାକୁ ସେ ଧରି ଯେ 12 କଣ୍ଟ୍ରାକ୍ଟର ML ଧରି ଟୋଟାଲ 100 ଭିତରେ ବୋଧେ ଜବରଦସ୍ତି କରିବା ଯୋଉ 100 ଖଣ୍ଡେ ରଖି ତାହେଲେ ଆଉ ଯୋଉ 160 ବାହାରୁ ରଖିଛୁ କୋଉ ସ୍ୱାର୍ଥରେ ଏଟା ରଖିଲୁ ତୁ ଯଦି ଘଣ୍ଟପଡ଼ାପୁର ଭଲ ଲୋକ ଗଡ଼ ପଞ୍ଚାୟତର ତାହେଲେ ଆମ ପଞ୍ଚାୟତରୁ ଦେଖିଲନି 160 ତ ଆହୁରି ଆମର ଏନଗେଜ ହେଇଯାଏ ତାର ଏଠି କିଛି ପଇସା କାରବାର ବୋଧ ଅଛି ନହେଲେ ଆମ ପଞ୍ଚାୟତ ଲୋକ ତ ଫୁଲ ହବା କଥା ବେକାରୀ ହବା କଥା ଜିରୋ ଆକୁ ଆଇଲେ ଆମେ ଯିବୁ ଚିଫ ମିନିଷ୍ଟର ଠି ଆମର ଏନେ ଗଭର୍ଣ୍ଣମେଣ୍ଟ ନୂଆ ଆସିଛି ନୂଆ ଚିଫ ମିନିଷ୍ଟର ହେଇଛି ତାଙ୍କର ବିଜେଡି ଗଭର୍ଣ୍ଣମେଣ୍ଟ ଥିଲା ସେ ତାଙ୍କର ବିଜେଡି ପାୱାରରେ ବୋଧେ ସବ୍ କଲେକ୍ଟର କି ଶୁଣୁ ମାନେ କରୁନଥିଲେ ଚାର୍ଜ ମାନେ ବାକିବା ପାଇଁ ସାର୍ଚ କରିନଥିଲେ ଆମେ ଯିବୁ ଯଦି ସବ୍ କଲେକ୍ଟର ବିଡିଓ ଯଦି ନ କରିବେ କିଛି ଚାବିଆନ ହ୍ୟାଣ୍ଡ ଓଭର ନ କରିବେ ଆମେ ଚିଫ ମିନିଷ୍ଟର ଦେଖା ତାଳଚେରରୁ ଖଗେଶ୍ୱର ନାୟକ ରିପୋର୍ଟ ବହୁଜନ ମିଡିଆ।